ଓମ୍ ଶାନ୍ତି। ଜ୍ଞାନସୂର୍ଯ୍ୟ ପରମାତ୍ମାଙ୍କର ଜ୍ଞାନବାନ ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପ୍ରତ୍ୟେକ ବ୍ୟକ୍ତି ତାଙ୍କର ସନ୍ତାନମାନଙ୍କୁ ସର୍ବଦା ଉତ୍ତମ ସନ୍ତାନ ରୂପରେ ଦେଖିବା ପାଇଁ ଚାହିଁଥାନ୍ତି। ତେବେ ଅନେକ କ୍ଷେତ୍ରରେ ଦେଖାଯାଏ କି ଜଣେ ସବୁଥିରେ ସମ୍ପନ୍ନ ଥାଇ ସୁଦ୍ଧା ତାଙ୍କର ପିଲାମାନେ ଉତ୍ତମ ସ୍ୱଭାବର ହେବା ପରିବର୍ତ୍ତେ କୁପୁତ୍ର ହୋଇଯାଇଥାନ୍ତି ଏବଂ କାହାର ଧନ ସମ୍ପତ୍ତି ନଥାଇ ମଧ୍ୟ ସନ୍ତାନମାନେ ଉତ୍ତମ ସ୍ୱଭାବ ସମ୍ପନ୍ନ ହୋଇଥାନ୍ତି। କାହାଣୀଟିଏ ମନେ ପଡ଼େ, ସୁନ୍ଦର କାହାଣୀଟିଏ। ଗୋଟିଏ ଅଞ୍ଚଳରେ ଜଣେ ଧନୀ ବ୍ୟକ୍ତି ରହୁଥିଲେ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ 2 ଜଣ, ପିଲାପିଲି ନଥିଲେ। ହେଲେ ଦାନ ଧର୍ମରେ ସବୁବେଳେ ବ୍ରତୀ ରହୁଥିଲେ। ଦୁଃଖୀ ଦରିଦ୍ରଙ୍କୁ ହୃଦୟ ଖୋଲା ବା ହାତ ଖୋଲା ସହଯୋଗ କରୁଥିଲେ। ସେଥିପାଇଁ ତାଙ୍କର ନାମ ଦୂର ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଦୂର ଦୂରାନ୍ତରୁ ମଧ୍ୟ ଅନେକ ବ୍ୟକ୍ତି ଆସୁଥିଲେ କିଛି ସହଯୋଗ ପାଇବା ଆଶାରେ। ଥରେ ଜଣେ ଗରିବ ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚିଲେ, ଯିଏକି ଅର୍ଥାଭାବରୁ ନିଜର ମେଧାବୀ ପୁତ୍ରକୁ ପାଠ ପଢ଼ାଇବା ପାଇଁ ସକ୍ଷମ ହୋଇପାରୁନଥିଲେ। ଧନୀ ବ୍ୟକ୍ତିଙ୍କୁ ଅନୁରୋଧ କରିବାରୁ ଧନୀ ବ୍ୟକ୍ତି ଜଣକ ମଧ୍ୟ ଆଗ୍ରହର ସହ କହିଲେ, ତୁମେ ପୁଅକୁ ଯେଉଁ ଶିକ୍ଷାନୁଷ୍ଠାନରେ ପଢ଼ାଇବାକୁ ଚାହୁଁଛ ପଢ଼ାଅ, ଯାହା ଅର୍ଥ ଦରକାର ସବୁ ମୁଁ ବହନ କରିବି। ହେଲେ ଏ କଥା ତୁମ ପୁଅକୁ ମଧ୍ୟ ଜଣାଇବା ଆବଶ୍ୟକ ନାହିଁ, କାରଣ ତାର ମାନସିକତାକୁ ଏହା ପ୍ରଭାବିତ କରିପାରେ। ତାହା ହିଁ ହେଲା। ଧନିକଙ୍କ ସହାୟତାରେ ପୁଅର ପାଠପଢ଼ା ଚାଲିଲା। ପାଠପଢ଼ା ଶେଷ ମଧ୍ୟ ହେଲା ଏବଂ ବ୍ୟକ୍ତିଟି ମଧ୍ୟ ଧନିକଙ୍କ ସହାୟତାରେ ଛୋଟ ମୋଟ ବ୍ୟବସାୟଟିଏ କରି କିଛି ଅର୍ଥ ଉପାର୍ଜନ କରୁଥିଲେ। ତେଣୁ ସେ ଦିନେ କହିଲେ, ମହାଶୟ, ଆପଣ ମୋତେ ଆଉ ଧନ ଦେବା ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଦୟାରୁ ପୁଅର ପାଠପଢ଼ା ଶେଷ ହୋଇଯାଇଛି। ସେ ପ୍ରଶାସନିକ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି ଏବଂ ଆପଣ ଦେଇଥିବା ଅର୍ଥରେ ମୁଁ ଛୋଟିଆ ବ୍ୟବସାୟଟିଏ କରି କିଛି ଉପାର୍ଜନ ମଧ୍ୟ କରୁଛି। ଧନୀ ବ୍ୟକ୍ତି ଜଣକ ଏହା ଶୁଣି ଆଶ୍ୱସ୍ତ ହେଲେ। ସମୟକ୍ରମେ ଦାନ ଧର୍ମ କରି କରି ଧନୀ ବ୍ୟକ୍ତିଙ୍କର ସବୁ ଧନ ସମାପ୍ତ ହେବାକୁ ଲାଗିଲା। ତଥାପି ଦୁଃଖୀ ରଙ୍କୀଙ୍କୁ ଦେଖିଲେ ସେ ଅଥୟ ହୋଇଯାଉଥିଲେ। ତେଣୁ ନିଜର ସମ୍ପତ୍ତିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଆଣିଲେ ଏବଂ ଦାନ କରି ଚାଲିଲେ ମଧ୍ୟ। ଋଣ ପରିଶୋଧ କରି ନ ପାରିବାରୁ ବ୍ୟାଙ୍କରୁ ବାରମ୍ବାର ନୋଟିସ୍ ମଧ୍ୟ ପହଞ୍ଚିଲା ସମ୍ପତ୍ତି ନିଲାମ ପାଇଁ। ଶେଷରେ ବ୍ୟାଙ୍କ ତରଫରୁ ପୋଲିସ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ନିଲାମ ହେବା ପାଇଁ ଜମିଦାରଙ୍କର ସମ୍ପତ୍ତି ବ୍ୟବସ୍ଥା କରାଗଲା। ଏ କଥା ଉକ୍ତ ଗରିବ ବ୍ୟକ୍ତିଙ୍କ କାନରେ ପଡ଼ିଲା। ସେ ତୁରନ୍ତ ସେଠାରେ ଆସି ହାଜର ହେଲେ, କାରଣ ଯୋଗକୁ ତାଙ୍କ ପୁଅ ହିଁ ସେହି ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ସେ ପୁଅକୁ ସମସ୍ତ ବୃତ୍ତାନ୍ତ ଶୁଣାଇଲେ କି କିପରି ଏହି ମହାନ ବ୍ୟକ୍ତିଙ୍କ ସହାୟତା ଯୋଗୁଁ ହିଁ ଆଜି ସେ ଏହି ପଦବୀ ପାଇପାରିଛନ୍ତି। ଏହା ଶୁଣି ପୁତ୍ର ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଏବଂ ଧନିକଙ୍କ ଉପରେ ଲାଗିଥିବା ସମସ୍ତ କାର୍ଯ୍ୟବାହୀକୁ ବନ୍ଦ କରି ନିଜେ ସାକ୍ଷୀ ରହିଲେ ସମସ୍ତ ଋଣ ପରିଶୋଧ କରିବା ପାଇଁ।
ଏବଂ ଧନୀ ବ୍ୟକ୍ତିଙ୍କୁ ତାଙ୍କ ସମ୍ପତ୍ତିର କାଗଜପତ୍ରକୁ ଫେରସ୍ତ ମଧ୍ୟ କରିଦେଲେ। ଏହା ଦେଖି ଉପସ୍ଥିତ ସମସ୍ତ ଜନତା ତାଙ୍କୁ ଧନ୍ୟ ଧନ୍ୟ କହିଲେ। ସମସ୍ତଙ୍କ ମୁଖରୁ ଗୋଟିଏ କଥା ଗୁଞ୍ଜରିତ ହେଉଥିଲା କି ପୁତ୍ର ହେବ ତ ଏମିତି। ହେଲେ ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ସବୁ କିଛି ଓଲଟା ହେଇ ଚାଲିଛି। ଯେଉଁ କାରଣରୁ ଦୁନିଆ ଆଜି ଏପରି ସ୍ଥିତିରେ ପହଞ୍ଚି ଯାଇଛି, କେହି କାହାକୁ ବିଶ୍ୱାସ କରିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହନ୍ତି। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି କି ଆତ୍ମିକ ସନ୍ତାନଗଣ ନିଜେ ଗୁଣବାନ ହୋଇ ଅନ୍ୟମାନଙ୍କୁ ଗୁଣବାନ ମାର୍ଜିତ କରିବାର ସେବା କରିବା ପାଇଁ ମୁଁ ଯେଉଁ ଜ୍ଞାନ ପ୍ରଦାନ କରୁଛି ତାହା ନିଜେ ଧାରଣ କରି ଅନ୍ୟମାନଙ୍କୁ ମଧ୍ୟ ଦାନ ଦେଇ ଚାଲ। ଯେତେ ଯେତେ ଜ୍ଞାନ ଦାନ କରିବ ସେତେ ସେତେ ତୁମ ବୁଦ୍ଧି ମାର୍ଜିତ ହୋଇ ଚାଲିବ, ତୁମେ ସୁପୁତ୍ର ହୋଇଯିବ। ଶିବ ବାବା କହୁଛନ୍ତି, ମୋ ନିକଟରେ ଦୁଇ ପ୍ରକାରର ସନ୍ତାନ ଏବେ ଅଛନ୍ତି। ଗୋଟିଏ ହେଲେ ସୁପୁତ୍ର ସନ୍ତାନ, ଦ୍ୱିତୀୟଟି ହେଲେ କୁପୁତ୍ର ସନ୍ତାନ। ଯେଉଁମାନେ ସୁପୁତ୍ର ସନ୍ତାନ ସେମାନେ ଶରୀର, ମନ, ଧନ ସହିତ ପୂର୍ଣ୍ଣ ରୂପରେ ସମର୍ପିତ ଅର୍ଥାତ୍ ନିମିତ୍ତ ହୋଇଥାନ୍ତି। ପ୍ରତ୍ୟେକ ପାଦରେ ମୋ ଶ୍ରୀମତକୁ ପାଳନ କରିଥାନ୍ତି। ହେଲେ କୁପୁତ୍ର ସନ୍ତାନମାନେ ମୁଖରେ କେବଳ ମମ୍ମା ବାବା ବୋଲି କହିଥାନ୍ତି, ହେଲେ ଶ୍ରୀମତରେ ପୂର୍ଣ୍ଣ ରୂପରେ ଚାଲିନଥାନ୍ତି। ବିଶ୍ୱ ପରିବର୍ତ୍ତନର ମହାନ ସେବା କରିନଥାନ୍ତି। ଯେଉଁ କାରଣରୁ ଚାଲୁ ଚାଲୁ ସଂଶୟରେ ଆସି ତଳକୁ ତଳକୁ ଖସି ଯାଇଥାନ୍ତି। ହେଲେ ସୁପୁତ୍ର ସନ୍ତାନମାନେ ପୁରା ନିଶ୍ଚୟ ବୁଦ୍ଧି ହୋଇଥାନ୍ତି। ତେଣୁ ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଏହି ଅବିନାଶୀ ଜ୍ଞାନ ଧନର ମହାଦାନୀ ହେବା ଦରକାର। ସାରା ବିଶ୍ୱର ଆତ୍ମାମାନଙ୍କୁ ଆତ୍ମିକ ପରିଚୟ ଦେବା ସହିତ ସତ୍ୟ ପିତା ନିରାକାର ପରମାତ୍ମାଙ୍କର ସତ୍ୟ ପରିଚୟ ପ୍ରଦାନ କରିବା ଦରକାର। ଶରୀର, ମନ, ଧନ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବା କରିବାକୁ ହେବ। କୌଣସି ବି ବିନାଶକାରୀ କାର୍ଯ୍ୟ କରିବା ଉଚିତ ନୁହେଁ। ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସରେ ରହିବା ଦରକାର। ଏକ ନିରାକାର ପରମାତ୍ମାଙ୍କ ସହିତ ଆତ୍ମିକ ଯୋଗ ବା ବୁଦ୍ଧିର ଯୋଗକୁ ଲଗାଇ ରଖିବା ଦରକାର। ଶିବ ଭଗବାନ ବରଦାନ ଦେଉଛନ୍ତି କି ଏକରସ ଅର୍ଥାତ୍ ଏକା ଭଳି ଏବଂ ନିରନ୍ତର ଖୁସିର ଅନୁଭୂତି ଦ୍ୱାରା ପ୍ରଥମ ନମ୍ବର ସ୍ଥାନର ଅଧିକାରୀ ହେଉଥିବା ଅସରନ୍ତି ସମ୍ପତ୍ତିରେ ସମ୍ପନ୍ନ ଭବ। ବର୍ତ୍ତମାନ ବାବାଙ୍କ ଦ୍ୱାରା ପ୍ରତ୍ୟେକ ପିଲାଙ୍କୁ ଅବିନାଶୀ, ଅସରନ୍ତି ଏବଂ ଅସୀମିତ ସମ୍ପତ୍ତି ପ୍ରାପ୍ତ ହେଉଛି। ତେଣୁ ସର୍ବଦା ସେହି ସବୁ ସମ୍ପତ୍ତିର ପ୍ରାପ୍ତିରେ ଏକରସ ଏବଂ ସମ୍ପନ୍ନ ରୁହ। କାରଣ ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗର ବିଶେଷତା ହିଁ ହେଉଛି ଅନୁଭବ କରିବା। ତେଣୁ ଏହାର ଭରପୁର ଲାଭ ଉଠେଇ ନେବା ବୁଦ୍ଧିମାନର କାର୍ଯ୍ୟ ଅଟେ। ଯଦି ମାନସିକ ଶକ୍ତିର ମହାଦାନୀ ହେବାକୁ ଚାହୁଁଛ, ତେବେ ଆତ୍ମିକ ସ୍ଥିତିରେ ସଦାସର୍ବଦା ସ୍ଥିତ ହୋଇ ରହିବା ନିହାତି ଆବଶ୍ୟକ। ଆଚ୍ଛା,
ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।